परम गुरु परम पिता से ठाकुर श्री श्री केशव चंद्रंकर शंकर विरंची वांछित श्रीपादुका शोभित अभय पाद पद्म जुगल दिन हीन किंचन मूर्खर कोटि कोटि अनंत कोटि बार सर्वप्रथमे भूमिलटा साष्टांग प्रणिपात परे परे विश्वभातृत्व दिव्यात्मा परिषद अच्युत गुप्त ब्रह्म संघ क्षितिज्योति आश्रम स्वर्णक्षेत्र महांगा र समस्त निर्वाही कर्मकर्ता ये नाल्क केन्द्र संगठन समस्त निर्वाही कर्मकर्ता सदात्मा दिव्यात्मा चिदात्मा ब्रह्म जिज्ञासु गुरुभ्राता गुरु भगिनी कीटठारु ब्रह्म पर्यंत समस्त को ये अधमर गभीरतम प्रदेश सश्रद्ध सप्रेम सभक्ति सस्नेह गुरुस्वामी गुरुस्वामी गुरुस्वामी। विशाल विशेष निरान वेदं वरं वरेण विधि भीष्म सर्वे वसुंधरा वारि विमान वन्ये वायो सरोप चरम नवम संख्या नत श्री मो झरी पड़ू प्रभु तम श्रीचरण रेणु इंद्री मोहर तीत हेउ हे शुणी से मोहन वेणु विश्व प्राण विश्वबंधु श्री श्री ठाकुरंकर अपार करुणार धारा आम नतमस्तकरे अविरत झरी पड़ुछि कल्याण दिली ततेर पंक्ति रे चरम पुरुष चरम संतान गणक पाई यहाँ ही वास्तव प्रकृत आशीर्वाद माला यारी मध्यरे भरी रही नित्य शांति कल्याण दिली तोते प्रतिदिन संजे सकाळे प्रति सत्संगरे अवश्य पठनीय एवं अनुसरणीय चरम गतथर मुपरा तोते अव्यक्त मंडल ज्ञान तत्वर अवतरण संपर्क कहूली तोरा मन थी निश्चय मने नथिले पुणी थरे मो पूर्व कल्याण को पढ़ी यहाँ पढ़ू बाबू आमर चेतनशील और क्रियाशील पुत्र माने धराधाम को आमर आज्ञा आदेश और आशीर्वाद को शिरधार्य करी जगत कल्याण उद्देश्य अवतरी आसंती
ଏହି ମାନେ ଏ ଧରାପୃଷ୍ଠରେ ଗୁରୁ ଅଙ୍ଗରେ ଅବସ୍ଥାନ କରି ଷଷ୍ଠାଙ୍କର ଲୀଳା ସମ୍ପାଦନ କରନ୍ତି ଓ ମାୟାବଦ୍ଧ ଜୀବର ଅଜ୍ଞାନତା ଦୂର କରି ଷଷ୍ଠାଙ୍କୁ ଅନୁଭବ କରିବାର ପାଥ୍ୟ ଯୋଗାଇଥାନ୍ତି। କିନ୍ତୁ ଚରମରେ ତୋର ପିତା ସେହି ଅବ୍ୟକ୍ତ ମଣ୍ଡଳାଧିପତିଙ୍କର ଲୀଳା ଅତି ବିଚିତ୍ର। ସେ ତାଙ୍କ ସୃଷ୍ଟ ଜଣେ ପୁତ୍ରଙ୍କୁ ସମସ୍ତ ଜ୍ଞାନ ଦିଅନ୍ତି ନାହିଁ କି ସମସ୍ତ ପଥ ମଧ୍ୟ ଦେଖାନ୍ତି ନାହିଁ। ପ୍ରତିଟି ଜ୍ଞାନ ତତ୍ତ୍ୱ ମତ ଓ ପଥ ପାଇଁ ଜଣେ ଜଣେ ମାନସ ପୁତ୍ର ସୃଷ୍ଟି କରି ତାଙ୍କୁ ସେହି ଜ୍ଞାନ ଓ ତତ୍ତ୍ୱରେ ପରିପୂର୍ଣ୍ଣ କରି ସେହି ମତରେ ଓ ପଥରେ ଧରାଧାମକୁ ପଠାଇଥାନ୍ତି। ଚେତନଶୀଳ ସନ୍ତାନମାନେ ଯେପରି ପ୍ରତ୍ୟେକ ଅଲଗା ଅଲଗା ଜ୍ଞାନ ତତ୍ତ୍ୱ ନେଇ ଓହ୍ଲାଇଥାନ୍ତି, ଠିକ୍ ସେହିପରି କ୍ରିୟାଶୀଳ ସନ୍ତାନମାନେ ମଧ୍ୟ ଭିନ୍ନ ଭିନ୍ନ ପଥ ଦେଇ ସେ ମଣ୍ଡଳ ଭିତରେ ପ୍ରବେଶ କରନ୍ତି ଏବଂ ଭିନ୍ନ ଭିନ୍ନ ଜ୍ଞାନ ଓ ଶକ୍ତି ଆହରଣ କରନ୍ତି। କିନ୍ତୁ ନିଜ ଲୀଳାର ସାର୍ଥକତା ପାଇଁ ପରମ ପିତା ଅସଲ ଚାବିକାଠିଟିକୁ ନିଜ ହାତରେ ରଖିଥାନ୍ତି। ଫଳରେ ଜଣଙ୍କର ଜ୍ଞାନ ତତ୍ତ୍ୱ ସିଦ୍ଧିର ସୀମା ରହସ୍ୟ ଅନ୍ୟମାନଙ୍କୁ ଅଜଣା ରହିଯାଏ। ସେମାନେ କେହି କାହାରିକୁ ଠିକ୍ ଭାବରେ ମାପି ପାରନ୍ତି ନାହିଁ। ପରସ୍ପରକୁ ଜାଣିବାକୁ ବା ବୁଝିବାକୁ ଚେଷ୍ଟା ସୁଦ୍ଧା କରନ୍ତି ନାହିଁ। ସ୍ରଷ୍ଟା ପୁରୁଷଙ୍କର ବିଚିତ୍ର ଅଦ୍ଭୁତ ଲୀଳାରେ ଅଭିଭୂତ ହୋଇ ସେମାନେ ନିଜେ ନିଜକୁ ସ୍ୱୟଂ ସମ୍ପୂର୍ଣ୍ଣ ବୋଲି ମନେ କରନ୍ତି ଓ ତାହା ନିଜର ଶିଷ୍ୟଗଣଙ୍କ ମଧ୍ୟରେ ଓ ମାଧ୍ୟମରେ ସମାଜରେ ପ୍ରଚାର ପ୍ରସାର କରନ୍ତି। ନିଜର ଅର୍ଜିତ ଭାବଧାରାକୁ ଏକାନ୍ତ ଭାବରେ ଜାହିର କରି ଅନ୍ୟ ଭାଇଟିକୁ ତାଙ୍କଠାରୁ ବହୁ ଭାବରେ ନ୍ୟୁନ ମନେ କରନ୍ତି। ସେମାନେ ଗୁରୁ ଅଙ୍ଗରେ ଆସି ସମାଜରୁ ଅଜ୍ଞାନ ଅନ୍ଧକାର ଦୂର କରିବା ପାଇଁ ଶିଷ୍ୟ ଭକ୍ତ ଦାସ ଅନୁଗତ ଗ୍ରହଣ କରି ସେମାନଙ୍କୁ ସାର୍ବଜନୀନ ମନ୍ତ୍ର ପ୍ରଦାନ କରି ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ ଗଢ଼ି ଅନ୍ୟ ଗୁରୁ ଅଙ୍ଗ ଓ ସେମାନଙ୍କର ସମ୍ପ୍ରଦାୟକୁ ତୁଚ୍ଛ ମନେ କରନ୍ତି ଓ ସେହି ମନୋଭାବ ନିଜର ଶିଷ୍ୟମାନଙ୍କ ମନରେ ଆରୋପ କରିଦିଅନ୍ତି। ସେଥିପାଇଁ କେବଳ ଯେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ଗଢ଼ି ଉଠେ ତାହା ନୁହେଁ, ସମ୍ପ୍ରଦାୟ ମଧ୍ୟରେ ମତାନ୍ତର ମନାନ୍ତର ବିଦ୍ୱେଷ ଭାବ ବାଦ ବିସମ୍ବାଦ ଇତ୍ୟାଦି ଆଧ୍ୟାତ୍ମିକ ଜୀବନର ପରିପନ୍ଥୀ ଭାବ ସକଳ ଅଙ୍କୁରିତ ହୋଇ ସାମାଜିକ ମାନସିକ ଧର୍ମରେ ଅଧିକରୁ ଅଧିକ ଗ୍ଳାନି ଭରି ଦେଇଥାଏ। ଆଜିର ସାମାଜିକ ମାନସିକ ଧାର୍ମିକ ଆଧ୍ୟାତ୍ମିକ ପରମାର୍ଥିକ ଜୀବନରେ ଏହାର ଯଥେଷ୍ଟ ଜ୍ୱଳନ୍ତ ପ୍ରମାଣ ଓ ଉଦାହରଣ ପରିଲକ୍ଷିତ ହୁଏ। ଏହା ଏକ ସାମ୍ପ୍ରଦାୟିକ ପ୍ରତିବନ୍ଧ ରୂପେ ଛିଡ଼ା ହୋଇ ପରମାର୍ଥ ପିପାସୁ ସଦାତ୍ମାଗଣଙ୍କର ଈଶ୍ୱର ଉପଲବ୍ଧି ପଥରେ ବହୁ ବାଧାବିଘ୍ନ ସୃଷ୍ଟି କରିଥାଏ, ଏବେ ମଧ୍ୟ କରୁଛି। ଗୁରୁ ଅଙ୍ଗ ଧରି ଧରାପୃଷ୍ଠକୁ ଆସିଥିବା ଚେତନଶୀଳ ଓ କ୍ରିୟାଶୀଳ ପୁରୁଷମାନଙ୍କ ଭିତରେ ଜଣେ ଅନ୍ୟମାନଙ୍କୁ ଜାଣିବାର ଶକ୍ତି ଯେ ନଥାଏ ତା ନୁହେଁ। ସ୍ରଷ୍ଟା ପୁରୁଷଙ୍କର ଆଶୀର୍ବାଦରୁ ସେମାନେ ଅଖଣ୍ଡ ଶକ୍ତିର ଅଧିକାରୀ ହୋଇଥାନ୍ତି। ସେମାନେ ଚାହିଁଲେ ସାମାନ୍ୟତମ ଉଦ୍ୟମରୁ ପ୍ରତ୍ୟେକଙ୍କୁ ଚିହ୍ନି ପାରନ୍ତେ ଏବଂ ଏହି ସୃଷ୍ଟିକୁ ଅଧିକ ମଧୁମୟ ମଧ୍ୟ କରିପାରନ୍ତେ। ମାତ୍ର ଥରେ ଗୋଟିଏ ମତରେ ବା ପଥରେ ସମ୍ପୂର୍ଣ୍ଣତା ଲାଭ କରିବା ପରେ ପରମ ପିତାଙ୍କର ଲୀଳାର ଆଧାର ଅଙ୍ଗ ହୋଇଯାଇ ଯେତିକି ପାଇଥାନ୍ତି ତାହା ପରମ ବ୍ରହ୍ମଙ୍କ ସମ୍ପର୍କରେ ଅସମ୍ପୂର୍ଣ୍ଣ ଜ୍ଞାନ ହେଲେ ସେଥିରେ ବୁଡ଼ିଯାଇ ଖେଳୁଥାନ୍ତି, ଲୀଳା କରୁଥାନ୍ତି। ପୁଅ ହୋଇ ବାପକୁ କ'ଣ ସେମାନେ ଚିହ୍ନି ନାହାନ୍ତି? ବାପର ଶକ୍ତି ଜାଣିନାହାନ୍ତି? ଠିକ୍ ଚିହ୍ନିଛନ୍ତି, ଜାଣିଛନ୍ତି, କିନ୍ତୁ ନିଜର ଏ ଗୋପନୀୟତା ଶିଷ୍ୟ ଅନୁଗତଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ କି ସେମାନଙ୍କୁ ଚିହ୍ନାଇ ଜଣାଇ ଦିଅନ୍ତି ନାହିଁ। କେବଳ ନିଜର ମତକୁ ବିତରଣ କରି ଓ ପ୍ରଭୁତ୍ୱ ବିସ୍ତାର କରି ନିଜ ମତରେ ପଥରେ ଜୀବଙ୍କୁ ସ୍ରଷ୍ଟାଙ୍କ ସନ୍ନିଧାନକୁ ନେଇଯିବାକୁ ଅତିଶୟ ଆଗ୍ରହୀ ହୋଇଯାଆନ୍ତି। ନିଜ ଜ୍ଞାନର ଆଧାରରେ ଅନେକ ବାଣୀ ଉପଦେଶ ବାକ୍ୟ ଜୀବଜଗତକୁ ଦେଇଥାନ୍ତି। ତେଣୁ ରେ ଅଲିଅଳ ପୁତ୍ର ମୋର, ପ୍ରତିଟି ସମ୍ପ୍ରଦାୟ ଓ
ଓ ସେ ସମ୍ପ୍ରଦାୟର ପ୍ରବର୍ତ୍ତକ ଗୁରୁ ଅଙ୍ଗ ପୂଜ୍ୟ ଆରାଧ୍ୟ। ତୁ ସେମାନଙ୍କୁ ଭକ୍ତି ସହକାରେ ପ୍ରଣାମ ଓ ସମ୍ମାନ ପ୍ରଦର୍ଶନ କରିବୁ। କାହାରିକୁ ନ୍ୟୁନ ବା ଅସମ୍ପୂର୍ଣ୍ଣ ମନେ କରିବୁ ନାହିଁଟି। ଧନମଣି କାହାରି ପ୍ରତି ଅସୂୟା ଭାବ ପ୍ରକଟ ବା ପୋଷଣ କରିବୁ ନାହିଁ। ତୋ ପାଇଁ ସମସ୍ତେ ସମାନ, ସମସ୍ତେ ତୋ ପିତାଙ୍କର ସୃଷ୍ଟି। ସବୁ ସମ୍ପ୍ରଦାୟର ଉତ୍ସ ହେଉଛନ୍ତି ତୋର ପିତା ପୂର୍ଣ୍ଣ ପରମ ବ୍ରହ୍ମ। ଅତି ସତର୍କତାର ସହ ତାଙ୍କର ଅମୀୟ ଲୀଳା ଉପଭୋଗ କରିବୁ। ସୂକ୍ଷ୍ମ ଅନୁଭୂତିରେ ଆଣିବା ପାଇଁ ସଯତ୍ନ ସାଧନା କରିବୁ। ଗୋପନରେ ଧୀରେ ଧୀରେ ଲୀଳାସୂତ୍ରଟିକୁ ଖୋଲି ଖୋଲି ଯାଉଥିବୁ। କ'ଣ ଆମ କଥା ମନକୁ ପାଇଲା ନା ନାହିଁ? ବିଶ୍ୱାସ ହେଲା କି ନାହିଁ? ଚରମରେ ଗଳାମାଡ଼ି ମୋର ତୋତେ ସବୁ ଗୋପନ କଥା, ନିଗୁଢ଼ ନିଗମ କଥା ଏହିପରି କ୍ରମଶଃ କହିଦେବି, ବୁଝାଇଦେବି ରେ ଧନ। ଅବୁଝା ହୋ ନାହିଁ। ଧାରାକୁ ନିୟମିତ ଧରିଥିବୁ, ତାହା ହିଁ ତୋର ରକ୍ଷା କବଚ। ଆପଣା ଇଚ୍ଛାରେ ପରର ଦେଖା ଶିଖାରେ ଏ ରକ୍ଷା କବଚକୁ କଦାପି ତ୍ୟାଗ କରିବୁ ନାହିଁ ବାପ। ଆମେ ପରା ବିଧି, ଆମେ ନିଜେ ତୋ ପାଇଁ ଯେଉଁ ବ୍ୟକ୍ତିଗତ ବିଧାନ ଦେଇଛୁ ତାହା ଅମାନ୍ୟ କଲେ ଆମେ ଆମ ବାଟରେ ବିଧାନ ମାନି ଚଳିଯିବୁ। ତେଣିକି ତୋର କଳାକରଣୀର ଫଳ ତୁ ଭୋଗିବୁ। ଆମକୁ ଦୋଷ ଦେଲେ ବି ତହିଁରେ ଆମର କ'ଣ ହୋଇଯିବ ଯେ? ବୁଝିଲୁଟି? ଏଥର ଏତିକି ଧନ। ପୁଣି ଆସନ୍ତା ଥରକୁ ଏଉଠୁ ଆରମ୍ଭ କରିବି। ପୂର୍ବ ଓ ପର ମିଳାଇ ବାରମ୍ବାର ପଢ଼ି ମନେ ରଖି ସାବଧାନରେ ଚଳିଥୁ। ସମୟ ପାଖେଇ ଆସିଲାଣି। କେତେବେଳେ ଯେ କି ଅଘଟଣ ଘଟିଯିବ କିଏ କହେ ନା କହିବ? ଆମେ ତୋତେ ସତର୍କ କରି ଧାରା ଧରି ନିଷ୍ଠାରେ ଚଳିବାକୁ କହୁଛୁ ଏବେ ବି। ତେଣିକି ତୋର ମନ ଇଚ୍ଛା ତୋର କରଣୀ। ଇତି ତୋର ଚିରମଙ୍ଗଳାକାଂକ୍ଷୀ ପିତା ଗୁରୁସ୍ୱାମୀ।